Habibi, come to Jirang for this view. କମ୍ ଖାଲି ଏଠାକାର ଭ୍ୟୁ ବହୁତ ସୁନ୍ଦର ନୁହେଁ, ତା ସହିତ ଏଠାକାର ପରିବେଶ ବହୁତ ଶାନ୍ତ ଏବଂ ପବିତ୍ର ମଧ୍ୟ। ଏଠି ପହଞ୍ଚି ସାରିଲେ ଆପଣ ଫିଲ୍ କରିବେ ଗୋଟେ ନେକ୍ସଟ ଲେଭେଲର ଭାଇବ୍ରେସନ୍। ସେଇ ରିଜନ୍ଟା ବି ମୁଁ ଆପଣଙ୍କୁ ଜଣାଉଛି କି କ'ଣ ପାଇଁ ଆପଣଙ୍କୁ ଏମିତି ଫିଲ୍ ହେବ। କାହିଁକି ନା ଏଠି ଯେଉଁ ଫ୍ଲାଗ୍ ଗୁଡ଼ାକ ଲାଗିଛି ସେଥିରେ ସବୁ ମନ୍ତ୍ର ଲେଖା ହେଇଛି। ଆଉ କୁହାଯାଏ କି ଯେତେବେଳେ ପବିତ୍ର ମନ୍ତ୍ର ଗୁଡ଼ାକ ପବନ ସହିତ ମିଶିଥାଏ ଆଉ ସେ ପବନଟା ଯେତେବେଳେ ଆମ ଶରୀରକୁ ସ୍ପର୍ଶ କରେ ବଡ଼ିରେ ଗୋଟେ ଅଲଗା ଲେଭେଲର ଏନର୍ଜି କ୍ରିଏଟ୍ କରିଥାଏ। ତ ଏସବୁ ବିଷୟରେ ତ ଆମେ ଫୁଲ୍ ଭିଡ଼ିଓରେ ଜାଣିବା, ଫୁଲ୍ ଡିଟେଲ୍ସରେ। ତା ଆଗରୁ ଟିକେ ବିରିୟାନୀର ମଜା ନେଇଯିବା। ଜିରାଙ୍ଗ ପାଖରେ ଯଦି ଆପଣ ଭଲ ଖାଇବା ଖୋଜୁଛନ୍ତି ତାହେଲେ ବୁଡୁ ଇଣ୍ଟରନ୍ୟାସନାଲ ଆଉ ରାଜ ହୋଟେଲ ଅଛି, ସେଠି ଆପଣ ଟ୍ରାଏ କରିପାରିବେ। ତ ବିରିୟାନୀ ମାଡ଼ ପରେ ଆମେ ଆଉ ଡେରି ନକରି ବାହାରିକି ପଳେଇବା ଜିରାଙ୍ଗ ବୁଲିବାକୁ। ଏଇଟା ହେଉଛି ପାଞ୍ଚ ଆମ୍ବଠୁ ମାତ୍ର 3 କିଲୋମିଟର ହେଉଛି ଜିରାଙ୍ଗ। ଆଉ ଏଠି ବୁଦ୍ଧିଷ୍ଟ ମାନଙ୍କର ବା ତିବେତ ମାନଙ୍କର କଟେଜ ଗୁଡ଼ା ବହୁତ ସୁନ୍ଦର। ଆଉ ଏଇ ବାଟରେ କିଛି ବାଟ ଆଗକୁ ଗଲେ ଆପଣଙ୍କୁ ଲେଫ୍ଟ ସାଇଡ଼୍ରେ ଗୋଟେ ବୋର୍ଡ଼ ଦେଖାଯିବ କି ଯେଉଁଠୁ ଖସଡ଼ା ୱାଟରଫଲଟା ମାତ୍ର 4 କିଲୋମିଟର। ତ ସେଇଠୁ ଆପଣ ଖସଡ଼ା ୱାଟରଫଲ୍ ମଧ୍ୟ ଯାଇପାରିବେ। ହେଲେ ଏବେ ଏଇ ଜାଗାରେ ଦେଖନ୍ତୁ ଗୋଟେ ଗେଟ୍, ବଡ଼ ଗେଟ୍ଟେ ଦେଖିବେ। ଆଉ ଏଇଟା ଏବେ ନୂଆ ତିଆରି ହେଉଛି। ତ ଏଇଟା ବହୁତ ସୁନ୍ଦର ଲାଗିବ ଯେତେବେଳେ ପୂର୍ଣ୍ଣ ହେଇଯିବ। ତ ଏବେ ଆମେ ପାଖାପାଖି ହେଇଗଲାଣି ପୁରା ଜିରାଙ୍ଗର। ଏଇଠି ଦେଖନ୍ତୁ ଦୂରରୁ ଦେଖାଯାଉଛି ଜିରାଙ୍ଗଟା। ଏଇଟା ହେଉଛି ଜିରାଙ୍ଗର ଏଣ୍ଟ୍ରି ଗେଟ୍। ଆଉ ତା ସାଇଡ଼ରେ ରହିଛି ବୋଟିଂ ଏରିଆ, ପଦ୍ମସମ୍ଭବ ବୋଟିଂ। କଣ୍ଟାକ୍ଟ ନମ୍ବର ବି ଦେଇଦେଇଛି। ଏଠି କେଉଁ ଭଳିଆ ଆପଣ ମାନେ ୱାଟର ସ୍ପୋର୍ଟସ୍ ଆକ୍ଟିଭିଟି କରିପାରିବେ ସେଇଟା ମଧ୍ୟ କରିପାରିବେ। ଏଇଠି ଦେଖନ୍ତୁ 2ଟା କଣ୍ଟାକ୍ଟ ନମ୍ବର ଦେଇଦେଇଛି। ତ ଚାଲନ୍ତୁ ଏବେ ଯିବା ଭିତରକୁ, ଦେଖିବା ତା ଭିତରଟା କେତେ ଏରିଆ ଅଛି, ଆକ୍ଚୁଆଲି ବୋଟିଂ କରିହେବ କି ନାହିଁ, କେମିତି କ'ଣ ଦେଖନ୍ତୁ। ଆଉ ଫ୍ୟାସିଲିଟି କ'ଣ, ତ ଆମେ ଏଠି ପଚାରିଲୁ ଯେ ଫ୍ୟାସିଲିଟି କ'ଣ। କହିଲେ କି ଫ୍ୟାସିଲିଟି ମାନେ ଆପଣଙ୍କୁ ଜ୍ୟାକେଟ୍ ଦିଆହେବ, ଆପଣ ବୁଡ଼ି ପାରିବେନି। ଆଉ 4 ଜଣ ଗୋଟେ ବୋଟ୍ରେ ଯାଇପାରିବେ, ପେଡ଼ାଲ ମାରି ମାରି ଯିବେ। ଏବଂ ଜଣକେ ପ୍ରାଇସ୍ ପଡ଼ିବ ମାତ୍ର 50 ଟଙ୍କା ଲେଖେ। ଏଠି ଦେଖନ୍ତୁ କିଛି ଜଣ ମଧ୍ୟ ବୋଟିଂ କରୁଛନ୍ତି। ଆଉ ହଁ, ବହୁତ ବଡ଼ ଏରିଆ ଅଛି, ବେଶୀ ବି ପାଣି ନାହିଁ, ତ କିଛି ମାନେ ଡେଞ୍ଜର ଫେସ୍ କରିବେନି ଆପଣ। ଆଉ ଏମାନେ ମଧ୍ୟ ରହୁଛନ୍ତି ଏଇଠି, ଯଦି କିଛି ପ୍ରୋବ୍ଲେମ୍ ହେଲା ସେମାନେ ହେଲ୍ପ କରିବେ। ଚଲାବୁଲା କରିବା ପାଇଁ ମଧ୍ୟ ବହୁତ ବଡ଼ ଏରିଆ। ତ ଚାଲନ୍ତୁ ଏବେ ଭିତରକୁ ଯିବା, ଟିକେ ଦେଖିବା ଏରିଆଟା କେମିତି କ'ଣ ଅଛି। ଆଉ ହଁ, ଆପଣଙ୍କୁ ପର୍ ପର୍ସନ୍ 5 ଟଙ୍କା ଲେଖେ ଟିକେଟ୍ କରିକି ଏଣ୍ଟ୍ରି କରିବାକୁ ପଡ଼ିବ ଗେଟ୍ ଭିତରୁ, ମେନ୍ ଗେଟ୍ରେ। ଏଇଟା ହେଉଛି ଗୋଟେ ରେଷ୍ଟୁରାଣ୍ଟ, ଉତ୍ପଳ ଦ୍ୱାର। ଭଲ ଖାଇବା କରନ୍ତି, ଆପଣ କେବେ ଟେଷ୍ଟ କରିବେ ଆସିଲେ ଏଠିକି। ଆଉ ଚାଲନ୍ତୁ ଯିବା ଭିତରକୁ, ପୁରା ଦେଖିବା ଭିତରଟା କେମିତି କ'ଣ ଅଛି। ଶୀତ ଦିନରେ ଜିରାଙ୍ଗରେ ପ୍ରବଳ ଗହଳି। ଅକ୍ଟୋବର ଲାଷ୍ଟରୁ ଫେବୃଆରୀ ଲାଷ୍ଟ ଯାଏଁ ବହୁତ ଗହଳି ରହନ୍ତି। ବିଶ୍ୱାସ ହଉନି ତ, ଚାଲନ୍ତୁ ଦେଖେଇବି ଏବେ କେତେ ଗହଳି ଅଛନ୍ତି, ଆଉ କେତେ ଗାଡ଼ି ଥୁଆ ହେଇଥିବ, କେତେ ଲୋକ ଥିବେ। ଏଇଟା ହେଉଛି ଜିରାଙ୍ଗର ଏଣ୍ଟ୍ରି ଗେଟ୍ଟା। ତ ଏଠି ଟିକେଟ୍ 5 ଟଙ୍କା ଲେଖେ କାଟିବାକୁ ପଡ଼ିବ ପର୍ ପର୍ସନ୍। ତ ଭିତରଟା ଦେଖନ୍ତୁ, 5 ଟଙ୍କା କାଟିଲେ ବି ଆପଣଙ୍କ ପଇସା ଉଠିଯିବ, ଟେନସନ୍ ନିଅନ୍ତୁନି। ବହୁତ ସୁନ୍ଦର ଲାଗିବ ଏଗୁଡ଼ା। ସିରିୟସଲି ଏଠି ପହଞ୍ଚି ସାରିଲା ପରେ ଆପଣଙ୍କୁ ଲାଗିବ କି ଆପଣ ଓଡ଼ିଶା ଭିତରେ ନାହାନ୍ତି, ଅଲଗା କେଉଁ ମାନେ ବାହାରକୁ ପଳେଇଛନ୍ତି, ଯେମିତିକି ନେପାଳ ହେଉ, ତିବେତ ହେଉ, ଏଇଭଳିଆ ଜାଗାକୁ ଆପଣ ପଳେଇଛନ୍ତି। ଯେମିତିକି କଥାରେ ନାହିଁ, ବାଘ ନ ଦେଖିଲେ ବିଲେଇ ଦେଖ, ସେଇଭଳିଆ। ଯଦି ଆପଣ ନେପାଳ କେବେ ଯାଇପାରିବେନି ତ ଏଇ ଜାଗାଟାକୁ ଦେଖିଦିଅନ୍ତୁ ନିହାତି, ବହୁତ ସୁନ୍ଦର ଲାଗିବ ଏଠିକି ଆସିକି ପହଞ୍ଚିଲା ପରେ ଆପଣ। ସିରିୟସଲି ଗୋଟେ ସତ କଥା କହିଦେଉଛି, ଅଲଗା ଟାଇମ୍ରେ ଏଇ ଜାଗାଟା ଶାନ୍ତ ରହିବ, କିନ୍ତୁ ଯେତେବେଳେ ଲୋକ ଗହଳି ରହିଯାଆନ୍ତି ସେମାନେ କାହା କଥା ହିଁ ଶୁଣନ୍ତିନି, ବହୁତ ଗହଳି କରନ୍ତି। ତ ନ୍ୟୁ ଇୟର ଟାଇମ୍ରେ ଆପଣ ଆସନ୍ତୁ ବୁଲିବାକୁ, ତାଠୁ ବେଟର୍ ହେବ ଯେତେବେଳେ ଆପଣ କେହି ନଥିବା ଟାଇମ୍ରେ, ମାନେ ଅନସିଜନାଲ ଇଏ ଗୁଡ଼ାକରେ ଆସନ୍ତୁ। ଯେତେବେଳେ ଗହଳି ନଥିବେ, ଶାନ୍ତ ଲାଗିବ, ଆପଣ ବୁଲିବେ ଆରାମସେ, ଭଲ ଫଟୋଗ୍ରାଫି କରିପାରିବେ, ଭିଡ଼ିଓଗ୍ରାଫି କରିପାରିବେ, ବସିକି ଶାନ୍ତିରେ ଟିକେ ଯିବେ। ନହେଲେ ଏବେ ତ ଯେତିକି ଗହଳି, ମୁଣ୍ଡ ଖରାପ ହେଇଯିବ ଖାଲି ହାଉ ଯାଉ ଶୁଣିକି। ବଟ୍ ଯେଉଁ ଟାଇମ୍ରେ ବି ଆସନ୍ତୁ, କିନ୍ତୁ ଜାଗାଟା ବହୁତ ସୁନ୍ଦର ଲାଗିବ ଆଉ ବହୁତ ୟୁନିକ୍ ମଧ୍ୟ ଲାଗିବ। ଓଡ଼ିଶାରେ ଏଇଭଳିଆ ଜାଗା ହିଁ ନାହିଁ କେଉଁଠି। ଆଉ ସବୁଠୁ ଭଲ କଥା କି ଏଇ ଜାଗାଟାକୁ ସେମାନେ ସବୁବେଳେ କ୍ଲିନ୍ ରଖିଥାନ୍ତି। ଯଦି ଆପଣଙ୍କୁ କିଛି କିଣିବାର ଅଛି, ଯେମିତିକି ଚାବିରିଙ୍ଗ ହେଉ, ତିବେତିଆନ ଫ୍ଲାଗ୍ ହେଉ, ୟା କିଛି ବି ସେମାନଙ୍କର ଡ୍ରେସ୍ ହେଉ, ତ ଏଇ ଦୋକାନଟାକୁ ଆପଣ ଆସିପାରିବେ। ଏବଂ ଦେଖୁଛି ତା ଭିତରେ କେତେ କ'ଣ ଜିନିଷ ଅଛି, ଏଇଭଳିଆ ଜିନିଷ ଆପଣଙ୍କୁ ମିଳିପାରିବ।
ବେଶୀ ଅଧିକ ପ୍ରାଇସ୍ ନୁହେଁ, ପ୍ରାୟ ଠିକ୍ ଠାକ୍ ପ୍ରାଇସ୍ରେ ଆପଣଙ୍କୁ ମିଳିଯିବ। ଆଉ ଏଇ ସପ୍ର ସାଇଡ଼୍ରେ ଟଏଲେଟ୍ର ସୁବିଧା ମଧ୍ୟ ଅଛି। ମେ ବି ସେମାନେ ଚାର୍ଜେସ୍ ନେଉଛନ୍ତି, କିନ୍ତୁ ସୁବିଧା ତ ଅଛି ନା। ସବୁ ଜାଗାରେ ଏଇ ସୁବିଧା ବି ନଥାଏ, ଖାସ୍ କରି ଲେଡ଼ିଜ୍ ମାନେ ବହୁତ ହଇରାଣ ହୁଅନ୍ତି ସବୁ ଜାଗାରେ। ଆଉ ତା ପାଖକୁ ହେଉଛି ଗୋଟେ ବହୁତ ସୁନ୍ଦର ସେଇ ଜିରାଙ୍ଗ ଟାଇପ୍ର ଗୋଟେ ଟେମ୍ପୁଲ୍ ତାଙ୍କର। ଆଉ ଏଇଟା ଗୋଟେ ଛାତ୍ର ନିବାସ ଟାଇପ୍ର ତାଙ୍କର ହେଉଛି। ବହୁତ ଡେଭଲପ୍ କରୁଛନ୍ତି ଆକ୍ଚୁଆଲି ସେମାନେ। ଦେଖନ୍ତୁ ଆମ ଇଣ୍ଡିଆର ଗୋଟେ ବହୁତ ସୁନ୍ଦର ଆଉ ବହୁତ ବଡ଼ ଫ୍ଲାଗ୍ଟେ ଉଡ଼ିଛି। এইଠି ଗାଡ଼ି ଥୋଇକି ଆପଣ ଭିତରକୁ ଗଲେ ବୋଧି କ୍ୟାଫେ ଦେଖିପାରିବେ। ଆମେ ଏଠି ଗାଡ଼ି ଥୋଇକି ଏତେ ବାଟ ଚାଲି ଚାଲି ନ ଯାଇକି ଆମେ ଆଉ ଗୋଟେ ରାସ୍ତା ଦେଖିଛୁ, ସେପଟେ ଆସିବା। ଏଇଟା ହେଉଛି ସେଇ ଗେଟ୍ଟା, ତ ଏଇପଟେ ଆମେ ଏଣ୍ଟ୍ରି କରିଦେବା। ଏଠି ଆପଣ ବହୁତ ସୁନ୍ଦର ସୁନ୍ଦର ଗୋଟେ ଜାଗା ଦେଖିବେ, ଯେଉଁଠି ଆପଣ ଫଟୋଗ୍ରାଫି କରିପାରିବେ ଆଉ ଭିଡ଼ିଓଗ୍ରାଫି ମଧ୍ୟ। ଏଠି ବହୁତ ପ୍ରି ୱେଡ଼ିଂ ସୁଟିଂ ମଧ୍ୟ ହେଉଛି। କାଠ କଣ୍ଟିଟା ଏଠି କ'ଣ ପକେଇଛନ୍ତି? ଓ ୱାଓ, ଲୋଟସ୍ ଭ୍ୟୁ। ଏଇଟା ହିଁ ଜାଣିକି ନୂଆ ହେଇଛି, ଆଉ କିଛି ନାହିଁ। ଖାଲି ମୋମୋ। ଯଦି ଆପଣ ଚାହିଁବେ ଏଇ ଜାଗାରେ ଟ୍ରାଏ କରିପାରିବେ, ହେଲେ ଖାଇବା ସେତେ ଭଲ ନୁହେଁ। ଫଟୋଗ୍ରାଫି ଭିଡ଼ିଓଗ୍ରାଫି ଏଠି ପ୍ରି ୱେଡ଼ିଂ ସୁଟ୍ ହେରିକା ବି ହେଉଛି। ଆପଣ ଚାହିଁଲେ ମଧ୍ୟ ଏଠି ଆସି ପ୍ରି ୱେଡ଼ିଂ ସୁଟିଂ ହେରିକା କରିପାରିବେ। ଏଇଆ ହେଉଛି ଆମର ଦୁଲ୍ହନ, ଆଙ୍କର ହେବାକୁ ଯାଉଛି ପ୍ରି ୱେଡ଼ିଂ ସୁଟିଂ। हम हैं दुल्हे राजा, भगा के ले जाएंगे। ए भितरକୁ ଆସିଲା ପରେ ଆପଣ ଦେଖିପାରିବେ ବହୁତ ସୁନ୍ଦର ସୁନ୍ଦର ମୂର୍ତ୍ତି ଗୁଡ଼ାକ ଅଛନ୍ତି। ସେଠି ଆପଣ ମଧ୍ୟ ଫଟୋଗ୍ରାଫି କରିପାରିବେ। ନର୍ତ୍ତକୀମାନେ ବହୁତ ବିଭିନ୍ନ ପୋଜ୍ ଦେଇକି ନୃତ୍ୟ କରୁଛନ୍ତି। ଆପଣ ସେଇଟାକୁ ନିଜ ଫୋନ୍ରେ କଏଦ କରିପାରିବେ। ଆଉ ୟାଠୁ ଟିକେ ଆଗକୁ ଗଲେ ଆମେ ଦେଖିବା ବୋଧି କ୍ୟାଫେ, ଯେଉଁଟାକି କହୁଥିଲି ସେପଟେ ଆସିଥିଲେ ହେଇଥାନ୍ତା, ଏପଟେ ଆମେ ଆସିଲୁ। ଆଉ ଏଠି ମଧ୍ୟ ପିଜ୍ଜା ବର୍ଗର ହେରିକା ମିଳିପାରିବ, ଆପଣ ଟେଷ୍ଟ କରିପାରିବେ। ଆଉ ଏଠି ଚା ବି ମିଳେ, ଚାଟା କିନ୍ତୁ ବହୁତ ଟେଷ୍ଟ ଥିଲା। ଏହି ବୋଧି କ୍ୟାଫେର ଇଣ୍ଟେରିୟରଟା ଦେଖନ୍ତୁ, କିଛି ଏଇଭଳିଆ। ଆଉ ଏଇ କ୍ୟାଫେ ଭିତରୁ ବାହାରର ସୁନ୍ଦରତା ମଧ୍ୟ ବହୁତ ସୁନ୍ଦର ଲାଗେ। ଏ ଜିରାଙ୍ଗର ଏରିଆ ଏତିକି ନାହିଁ, ଆହୁରି ବହୁତ କିଛି ଅଛି। ରୁହନ୍ତୁ ଦେଖାଉଛି। एंट्री भी पर पर्सन 5 टका लगे। ତାଙ୍କର ଯେଉଁ ଡ୍ରେସ୍ କୋଡ୍ ଅଛି, ଯେ ଟ୍ରାଡିସନାଲ କଷ୍ଟ୍ୟୁମ୍ରେ ଫଟୋ ଉଠେଇବେ, ତାହେଲେ 5 ମିନିଟ୍ ପାଇଁ 50 ଟଙ୍କା ଲେଖାଏଁ ପର ପର୍ସନ୍ ଦେବାକୁ ପଡ଼ିବ। क्यूटी ମୁଁ ତ ମୋ ବାଇକ୍ ପାଇଁ ଚାବି ରିଙ୍ଗ ଆଣିଲି। ଯଦି ଆପଣଙ୍କର ଆଣିବାର ଅଛି ତାହେଲେ ହବିବି କମ୍ ଟୁ ଜିରାଙ୍ଗ। ତା 150 ଟଙ୍କା ନେଲା। ଚାବି ରିଙ୍ଗଟା 150 ଟଙ୍କା ନେଇଯାଇଛି, ମାନେ ମୁଁ ଭିଡ଼ିଓରେ ନ ଆଣିଲେ ମୋ ପଇସା ଉଠିବନି ଆକ୍ଚୁଆଲି। ଯଦି କିଛି ଦେଖିବାର ଅଛି ତାହେଲେ ଏଇ ଯେଉଁ ସନସେଟ୍ ଭିୟୁଟା ହିଁ ଦେଖିବାର ଅଛି। ଏଟା ଆଇ ୱିଲ୍ କ୍ୟାପଚର୍ ଫୁଲ୍ ସନ୍। This
is actually insane. The scenic view. View है. Okay, देखो वीडियो ऐसे देख रहे. ମହେନ୍ଦ୍ରଗଡ଼ ମାର୍କେଟରୁ ଲେଫ୍ଟ ସାଇଡ୍ ଏଇଟା ଗୋଟେ ଗେଟ୍ ଟାଇପ୍ ରହିଛି ୟା ଭିତରକୁ ଗଲେ ଆପଣ ଦେଖିବେ ସେଇଠି ଆଉ ୟା ସାଇଡ୍ରେ ଏଇଟା ଅଛି ରଙ୍ଗ ଫଙ୍ଗ ଦିଆହେଉଛି ଏଇ ଭିତରକୁ ଯିବା ଦେଖିବା ବାଇ କଲର୍ କଲର୍ ଚାଲିଛି କ'ଣ ଟିକେ ହେଉଛି ବୋଧେ ଆଉ ଛାତ୍ରାବାସ ଟାଇପ୍ର ଏଇଗୁଡ଼ା ରହିଛି ଆଉ ସେଠି ବୁଦ୍ଧଙ୍କର ଷ୍ଟାଚୁ ହେଇଛି ଏଇଟା ମ୍ୟାକ୍ସିମମ୍ ଟାଇମ୍ କ୍ଲୋଜ୍ ରହୁଛି ଯେତେବେଳେ ବି ଆସିଲେ ଏଇଟା ଏମିତି କ୍ଲୋଜ୍ ରହୁଛି କଲର୍ ଫଲର୍ ହଉଛି ଟିକେ ଆଉ ନୂଆ ବର୍ଷକୁ ପୁରା ଫୁଲ୍ ରେଡି ହେଇଯାଇଥିବ ଏଇଟା ସବୁବେଳେ ଖୋଲା ରହୁଛି ଆକ୍ଚୁଆଲି କିନ୍ତୁ ତାଲାଟା ଲଗେଇ ଦେଉଛନ୍ତି ବାହାର ପଟୁ କବାଟ ଦେଇ ଦେଉଛନ୍ତି ଯୋଉ ପ୍ରାୟ ଲୋକ ଭାବନ୍ତି କି ବନ୍ଦ ଅଛି ବୋଲି କାମ ଚାଲିଛି ଆଉ ରଙ୍ଗ କାମ ଚାଲିଛି ଲେଖା ହେଇଛି ମନ୍ତ୍ରଚକ୍ର ଗୁଡ଼ିକରେ ଖେଳନ୍ତୁ ନାହିଁ କିମ୍ବା ଝୁଲନ୍ତୁ ନାହିଁ କିନ୍ତୁ କେହି ପଢୁନାହାନ୍ତି ସମସ୍ତେ ଝୁଲୁଛନ୍ତି ଆଉ ଖେଳୁଛନ୍ତି प्लीज लाइक शेयर एंड सब्सक्राइब ऑलरेडी 900 सब्सक्राइबर हो गले आ 100 होगले 1K हो प्लीज 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 बहुत सारा सपोर्ट करूँ सॉरी फॉर द लेट व्लॉग।